एते कष्ट करि पारि निबे सन्यासी जीवन बाछि नेली केवल ईश्वर को उपासना पई युद्ध में को उपासना राजा हो कि सन्यासी जोगी हो कि भोगी बंचिबा पई युद्धर आवश्यकता अछि जे युद्ध सिखिने तार बंची रहिबा असंभव मु तो तमठो सब युद्ध सिखि सारेनी आ कोन बाकी अछि जे कलिंगर सर्वश्रेष्ठ योद्धा के जानिछ कारो बाकी ना गुरु उपगुप्त ताको परास्त कला पर योद्धा ए संसार रे विरल हो सिखाओ मु भी तम पर युद्ध करिबी शत्रु मान को हत्या करिबी ताहा भी एक उपासना आधुनिक इटा देइति भलो जे मारी छी ताको जे मारी दबा एहा केबे उचित नु हो जीतिबा परे एवं हारिबा परे आत्म संजीवत एवडा होती जाइति ना जेवडा बुझिली आउ जानी जंगलर हिंस्र जंतु बाघ बाघुणी पानी भीतर थिबा कुंभीर माने सुना पिला परे तम बन काहे की मानंती ए सब में तमटो सिखेबी घोड़ा चारिटा घोड़ा दौड़ी पड़े गले सबके घोड़ा पर साइटा खंडा धारी बसले मु सेमान को देखि भय गछ पछ पड़े लुचि पड़िली घोड़ा घोड़ा क्यों डसले कोली करे घोड़ा सतबेले तो भौणी के केते बळे कोन कहउजने जणा नाही तांको कथा को गुरुत्व देले निजे पागल हबो ना संयुक्त तांको कथारे सत्यता अछि से के तबे जानि न आ जानि ले मु के तमे जानि छ ये तहरे कौन क्षति है जीवन कलिंगर किंतु याको भल जन सुযোग्य सतार टिके पे किछि क्षति हे गले ताहो पुराण हे रहि जीवो सतरे किए भौणी राती अधरे शिविर रे पहुंचैलो गुरुदेव यांकर सब दायित्व मते देई देले या आसीबा परठो तमे मते नुवा नुवा युद्ध कौशल सिखौछ ए युवक किए सूर्यकांत ये तो गुरुदेव दे दिबा ना सतरे किए भौणी ये कारुवा की मु तुम भल पाइबा भल पाएनी तुम तो योद्धा तुमको देखिले मत भय लगे मो सुनायना को भल पाए सुनायना को कोन आप लोग भल पाए कई गुटे लोग उठी जाउना देखि सुनायना बुद्धादित्य को भल पाए कारुबाकी शिलादित्य सुनयना बुधादित्य को बुधादित्य कारुबाकी को ए गोलमान सब
କୁମ୍ଭୀର କୁମ୍ଭୀର ମତେ ଖାଇଯିବ କୁମ୍ଭୀର କୁମ୍ଭୀର ଆପଣଙ୍କର କିଛି ଅସୁବିଧା ହବନି ଦେଖନ୍ତୁ ଏଠି କୁମ୍ଭୀର ନାହିଁ ଆପଣଙ୍କ ପାଖରେ ସଂଯୁକ୍ତା ଅଛନ୍ତି ସଂଯୁକ୍ତା ତମେ ମତେ ଏମିତି ବେଶରେ କଣ ସଜେଇ ଦେଇଛ ମୋ ପୋଷାକ କାହିଁ ସଂଯୁକ୍ତା ମୋ ପୋଷାକ ମତେ ଦିଅ ମୁଁ ଶିଳାଦିତ୍ୟ ହରିଗଞ୍ଜନ ବଲ୍ଲଭ କଳିଙ୍ଗର ଯୁବରାଜ ମୋ ତରବାରୀ ମଧ୍ୟ ମୁଁ ନଗର ଭ୍ରମଣରେ ଯିବି ଆରେ ତମେ ମତେ ଏମିତି ବେଶ ସଜେଇ ପୁଣି ଏ ଜଙ୍ଗଲ ଭିତରେ ଏଇ ନୃତ୍ୟ ରଖିଛ ଯିବାକୁ ଦିଅ ମତେ ଯିବାକୁ ଦିଅ ମୋ ତରବାରୀ କାହିଁ ମୋ ପୋଷାକ দাসাবো ও দাসাবো মন কথা ঘুরে কহিবা গুরু শিলাদিত্য সূর্যকান্ত বদলি গলে ତଥାପି ବଦଳିବାକୁ ହବ ମା ସନ୍ଦେହ ସତରେ ପରିଣତ ହେଲା ସନ୍ଦେହ ଥିଲା ତୁ ଶିଳାଦିତ୍ୟକୁ ବଞ୍ଚେଇଛୁ ଏବେ ଆଖିରେ ଦେଖିଲି ଜାଣିଥିଲି ବୁଝିଥିଲି ଶିଳାଦିତ୍ୟକୁ ମୋ ଝିଅ କାରୁବାକି ବହୁତ ପସନ୍ଦ କରେ ମୁଁ ଯେତେ ଥର କହିଛି ରାଜାଙ୍କର ନିର୍ଦ୍ଦେଶ ଯୁବରାଜ ଶିଳାଦିତ୍ୟ ତୋଠୁ ଯୁଦ୍ଧ ଶିକ୍ଷା କରିବେ ସେତେ ଥର ମତେ ମନା କରିଛି ତୋ ଆଖିର ଭାଷା ମୁଁ ପଢିଛି ତୋ ମନର କଥା ମୁଁ ଶୁଣିଛି ତୁ ତୋଷାଳୀ କଟକର ମହାରାଣୀ ହବୁ ଏ କଥା ବି ମୁଁ ଜାଣିଛି ମହାରାଣୀ ତୁ ଜନ୍ମ ହେବା ସମୟରେ ଇଏ ଥିଲା ଗୁରୁ ଉପଗୁପ୍ତଙ୍କ ଭବିଷ୍ୟବାଣୀ ଗୁରୁଙ୍କ ବାଣୀ କେବେ ଅନ୍ୟଥା ହୁଏନି ମା ସେ ସମୟ ଏବେ ଉପସ୍ଥିତ ତତେ ପ୍ରସ୍ତୁତ ହେବାକୁ ପଡିବ ଶିଳାଦିତ୍ୟ ଏବେ ଯେମିତି ଅବସ୍ଥାରେ ବିପଦ ତାଙ୍କୁ ଯେମିତି ଘେରି ରହିଛି ସେ କଣ ଏବେ କଳିଙ୍ଗର ରାଜା ହେଇପାରିବେ ଶିଳାଦିତ୍ୟକୁ ହଜିଯିବାକୁ ଦେ ଶିଳାଦିତ୍ୟ ବଞ୍ଚିଛି ଏ କଥା ତୋଷାଳୀ କଟକରେ ପହଞ୍ଚିବା ମାତ୍ରେ ଆଖି ପିଛୁଳାକେ ଶିଳାଦିତ୍ୟକୁ ମାରିଦେବେ ଆଉ ତୁ ବୁଦ୍ଧାଦିତ୍ୟକୁ ବିବାହ କରିବୁ ଏହା ବି ଗୁରୁ ଉପଗୁପ୍ତ ଚାହେଁ କିନ୍ତୁ ଗୁରୁଦେବ ଗୁରୁ ଦକ୍ଷିଣା ବୋଲି ଭାବିନେ ମୋ ଇଚ୍ଛା ବିରୁଦ୍ଧରେ ମତେ ତୋଷାଳୀ କଟକର ରାଣୀ କରି କଣ ଲାଭ ପାଇବେ ଆପଣ ମୁଁ କିନ୍ତୁ ଅନେକ କିଛି ପାଇବି ଯାହା ପାଇବା ପାଇଁ ଚିର ଦିନର ଅପେକ୍ଷା ରହିଛି ନିଦରେ ଯେ ମୋ ସ୍ୱପ୍ନରେ ଆସେ ଆଉ ନିଦ ଭାଙ୍ଗି ଗଲା ପରେ ସେଇ ମତେ ବିବ୍ରତ କରାଏ ସେ ଇଚ୍ଛା ଆଜି ମୋର ପୂର୍ଣ୍ଣ ହବ ତୁ ହଉଛୁ ମୋ ଶେଷ ଇଚ୍ଛା ଆଉ ଶେଷ ଶିରିପା ତୋର ତୁ ସାଳେର ରାଜମହାସକୁ ପ୍ରବେଶ ପ୍ରଭୁ ଗୌତମକୁ ପ୍ରବେଶ ବୋଲି ଧରିବୁ ଆପଣ ମାନେ ଯଦି ଆପଣ ମାନଙ୍କ ଚିତ୍ରେ ଅଟଳ ମୁଁ ବି ସେମିତି ମୋ ଚିତ୍ରେ ଅଟଳ ଏ ଧରାରେ ଯେଉଁ ପୁରୁଷ ମୋ ସ୍ୱାମୀ ହବ ପ୍ରଥମେ ସେ ମତେ ଯୁଦ୍ଧରେ ଜିତିବ ତୁ ବୁଦ୍ଧାଦିତ୍ୟ ସହ ଯୁଦ୍ଧ କରିବୁ ଆଉ ଜାଣି ଜାଣି ଯୁଦ୍ଧରେ ହାରିବୁ ଏ କଥା ସମଗ୍ର କଳିଙ୍ଗ ଜାଣିବ ବୁଝିବ ଆଉ ଦେଖିବ
ଶୁଣି ଚୋଦର ମରିଯିବା ସାଙ୍ଗେ ସମାନ। ଗୁରୁଦେବ କଥା ତତେ ମାନିବାକୁ ହବ। ଉଦ୍ଧାଦିତ ପାଖରେ ଯୁଦ୍ଧରେ ତତେ ହାରିବାକୁ ହବ ଆଉ ତାକୁ ବିବାହ କରିବାକୁ ହବ। ଜୀବନ ଗତିଶୀଳ ପରିବର୍ତ୍ତନଶୀଳ। ସବୁ ମୁହୂର୍ତ୍ତରେ ଜୀବନକୁ ବୁଝି ନେବା ବୁଝେଇ ନେବା ମଣିଷର ଅସଲ ନିର୍ମାଣ। ମୁଁ ରାଜାକୁ ଘାଟ ପାରି କରୁଥିଲି। ସାଧବର ଛେଳି ଜଗୁଆଳି ହେଲି। ବୋଇତରେ ପିଛ କାଳି ମାରି ଜାରୁଆଳି କି ମହାରାଣୀ ସଜେଇଲି। ଜାଲଠୁ ଜାଲ ମହୁରା ଯାଏ ସବୁ ଯାକ ମୋ ଅଣ୍ଟାରେ ବାନ୍ଧିଲି। ରାଜଦରବାରରେ ବସିଲି। ରାଣୀ ହଂସପୁରକୁ ଅବାଧ ପ୍ରବେଶ କଲି। ତଥାପି ମୋ ଇଚ୍ଛା ପୁରା ହେଲାନି। ଆଜି ତୋରି ପାଇଁ ମୋ ଇଚ୍ଛା ପୁରା ହବ। ତୁ ବୁଦ୍ଧାଦିତ୍ୟ ସହ ଯୁଦ୍ଧ କରିବୁ ଆଉ ଜାଣି ଯୁଦ୍ଧରେ ହାରିବୁ। ଜାଣି ଜାଣି ଯୁଦ୍ଧରେ ହାରିବାକୁ ଆଜି ଯଦି ଏମିତି ନିୟମ କରିବାର ଥିଲା ତାହେଲେ ଦିନ ରାତି ଏକ କରି ମତେ ଏତେ ସବୁ ଯୁଦ୍ଧ ବିଦ୍ୟା ଶିଖଉଥିଲା କଣ ପାଇଁ? ଯୁଦ୍ଧ ହବ ତାହେଲେ ଆଉ ସେ ଯୁଦ୍ଧରେ କାରୁବାକିକୁ ହାରିବାକୁ ହେବ। ମତେ ଜିତିବାକୁ ହେବ। ଯୁଦ୍ଧରେ ହାରି ସାରିବା ପରେ କାରୁବାକି ମୋ ସ୍ତ୍ରୀ ହବ। ମାଳିନୀ ସାଗରିଆ ବୋଇତାଇ ରାଜାଙ୍କୁ କେମିତି ଖୁସି କରିବାକୁ ହୁଏ ସେ କଳା କୌଶଳ ତମକୁ ବେଶ ଜଣା ଅଛି। ମୁଁ ଖୁସି। ଖୁସି ମୁଁ ବହୁତ ଖୁସି। ତମର ଏ ଅକୁଣ୍ଠିତ ସେବା ପାଇଁ ମୁଁ ତମକୁ ଉଚିତ ସମୟରେ ଉଚିତ ପୁରସ୍କାର ଦେବି। तुरी भेरी ढोल मार्तन सजाग हुआ समस्ते। राजा मंत्री राजा परिषद समस्त आखि पुराई देख। वीर श्री बुधादित्य ऐरी गंजन मल्ल केमिति कलिंगर सर्वश्रेष्ठ योद्धा कारुबाकी को युद्धरे परास्त करुछि। नाई सेमिति हेई पारिबनी बोईताई। युद्धर शेष पर्यंत तमे एही स्थान में उपस्थित रहिबो। युद्ध शेष हेबा परे वीर दर्पणे घोषणा करिबो कि श्री बुधादित्यंक ठार कारुबाकी शोचनीय भावरे हारी गला। बजा युद्ध फेरी।
ଘୋଷଣା କର ବଳିତାଇ। ଘୋଷଣା କର। ଶୁଣ ଶୁଣ ଶୁଣ। ଶ୍ରୀ ଶ୍ରୀ ବୀର ବିକ୍ରମ ବୁଧାଦିତ୍ୟ ଗଞ୍ଜନ ମଲ୍ଲ କାରୁବାକିକୁ ଯୁଦ୍ଧରେ ପରାସ୍ତ କଲେ। ଆସନ୍ତା ଶୁଭ ଲଗ୍ନରେ କାରୁବାକି ସହିତ ବୀର ଶ୍ରୀ ବୁଧାଦିତ୍ୟଙ୍କର ବିବାହ ଅନୁଷ୍ଠିତ ହେବ। କୁହ ବଳିତାଇ। ଆସନ୍ତା ଶୁଭ ଲଗ୍ନରେ କାରୁବାକି ସହ ଯୁବରାଜ ବୁଧାଦିତ୍ୟଙ୍କର ବିବାହ ଅନୁଷ୍ଠିତ ହେବ। କାରୁବାକି अस्त्र धर। कारुबाकी अस्त्र धर। अस्त्र एथर युद्ध करी तो बापा को परास्त कर दे तो मन शांति है। युद्ध कर कारुबाकी। ये युद्ध कर। कारुबाकी कारुबाकी ମୁଁ ଜାଣିଥିଲି ଏମିତି ଗୋଟେ ଘଟଣା ଘଟିଲେ तो मोर संपर्क हुए तो पूर्व पश्चिम उपाय सुनी किसी शक्ति समय निर्देश जिते कठोर हेले आमको मानिबा को हब। आमको मानिबा को हब।